ମାନେ ଗୁଡ୍ ମର୍ଣ୍ଣିଂ ଜୟ ଜଗନ୍ନାଥ। ତ ସକାଳ ସକାଳ ଆଜି ମୁଁ ଏତେ ଖୁସି ଯେ ମାନେ ଏତେ ଖୁସି ଆପଣମାନଙ୍କ ପାଇଁ ଆପଣମାନେ କହିଲେ ବି ବିଶ୍ୱାସ କରିବେନି। କାହିଁକିନା ପ୍ରଥମ ଥର ଆଜି ଏତେ ମାତ୍ରାରେ ମୋତେ ଖୁସି ଲାଗୁଛି ଯେଉଁଟାକି ମୁଁ ଭାବିଲି ଯେ ଆପଣମାନଙ୍କୁ ଏ ଭିଡ଼ିଓ ମାଧ୍ୟମରେ ମୁଁ ଜଣେଇବି। ତେବେ ସେ ଖୁସିଟା କ'ଣ ମୁଁ ଆପଣମାନଙ୍କୁ ପ୍ରଥମେ ଦେଖାଉଛି। ତ ଆପଣମାନେ ନିଶ୍ଚିତ ଭାବରେ ଦେଖିବେ ଯେ ମୁଁ ଆଜି ଖୁସିଟା କ'ଣ ପାଇଁ। ତ ଦେଖିପାରୁଥିବେ, ଟିକେ ଭଲ କି ଦେଖନ୍ତୁ, ଦେଖିଲେ ତ ଏତକ ଆଜି ମୋତେ ସୋସିଆଲ ମିଡ଼ିଆ ତରଫରୁ ମିଳିଛି। ଆଉ ଯେତେବେଳେ ମୁଁ ଦେଖିଲି ଯେ ଇନଷ୍ଟାଗ୍ରାମରେ ପଇସା ଇନକମ୍ ହେଇପାରୁଛି, ଆଉ ମୁଁ ଯେତେବେଳେ ମୁଁ ଇନଷ୍ଟାଗ୍ରାମ ଉପରକୁ ଗଲି ତ ଇନଷ୍ଟାଗ୍ରାମ ଉପରେ ଦେଖିବାକୁ ପାଇଲି ଯେ ଆକାଉଣ୍ଟ ସେଟଅପ୍ ଅଛି। ତ ଆକାଉଣ୍ଟ ସେଟଅପ୍ରେ ମୁଁ ମୋର ବ୍ୟାଙ୍କ ଡିଟେଲ୍ସ ସବୁ ଉପରେ ଭର୍ତ୍ତି କଲି। ଆଉ ବ୍ୟାଙ୍କ ଡିଟେଲ୍ସ ଭର୍ତ୍ତି କରିବା ପରେ ସାଙ୍ଗେ ସାଙ୍ଗେ ମାନେ ମୋ ଆକାଉଣ୍ଟକୁ 3000 ଟଙ୍କା ଆଡ଼୍ ହେଇଯାଇଥିଲା। ଆଉ 3000 ଟଙ୍କା ଆଡ଼୍ ହେବା ପରେ ମୁଁ ଯେତେବେଳେ ପଇସାଟାକୁ ଉଠାଇବା ପାଇଁ ଚେଷ୍ଟା କଲି, ଦେଖିଲି ପଇସାଟି ମଧ୍ୟ ମୋ ଆକାଉଣ୍ଟକୁ ଆସି ସାରିଥିଲା। ଆଉ ମୁଁ ଭାବିଲି ଯେ ଆପଣମାନଙ୍କ ପାଖକୁ ପ୍ରଥମେ ଭିଡ଼ିଓ ମାଧ୍ୟମରେ ଜଣେଇବି। ତେଣୁ ଭାଇ ଏଇଟା କୌଣସି ମୋର ସୋସିଆଲ ମିଡ଼ିଆରୁ ଇନକମ୍ ହେଇଥିବା ପଇସା ନୁହଁ। ଏଇଟା ଆକ୍ଚୁଆଲି ହେଉଛି ମୋ ଘର ପଇସା। କାହିଁକିନା ଏମିତି କିଛି ଭାଇ ଏବଂ ଭଉଣୀମାନେ ଯେଉଁମାନେ କି ସୋସିଆଲ ମିଡ଼ିଆରେ ଥାଆନ୍ତି, ତ ସେଇମାନେ ଏମିତି କିଛି ଭିଡ଼ିଓ ବନେଇଥାନ୍ତି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ। କାହିଁକିନା ସେମାନେ କୁହନ୍ତି ଯେ ଭାଇ ଦେଖନ୍ତୁ ଆଜି ମୋର ଏତକ ଟଙ୍କା ଆସିଛି, ଆଉ ମୋର ୟୁଟ୍ୟୁବ୍ରୁ ଏତେ ଟଙ୍କା ଆସିଛି, ମୋର ଫେସବୁକ୍ରୁ ଏତେ ଟଙ୍କା ଆସିଛି, ଇନଷ୍ଟାଗ୍ରାମରୁ ଏତେ ଟଙ୍କା ଆସିଛି। ତେଣୁ ଏଇଭଳିଆ କିଛି ଭାଇ ଏବଂ ଭଉଣୀମାନେ କହିଥାନ୍ତି। ତେଣୁ ଏଇଟା କୌଣସି ମୋର ସୋସିଆଲ ମିଡ଼ିଆରୁ ଇନକମ୍ ହେଇଥିବା ପଇସା ନୁହଁ। ଏଇଟା ଆକ୍ଚୁଆଲି ମୋ ଘର ପଇସା। ଆଉ ତେଣୁ ଏଇଭଳିଆ ମୁଁ ଭାବିଲି, ଯେତେବେଳେ ମୁଁ ସକାଳ ସକାଳ ଭାବିଲି ଯେ ଗୋଟେ ଆପଣମାନଙ୍କ ସହିତ ଗୋଟେ କମେଡ଼ି କରିବି ବା ଗୋଟେ ମଜାକ କରିବି, ତ ସେତେବେଳେ ମୁଁ ଭାବିଲି ଯେ ଗୋଟେ କିଛି ତ ଗୋଟେ ଟ୍ରେଣ୍ଡିଂ ବା ଗୋଟେ କିଛି ତ ଗୋଟେ ଟ୍ରିକ୍ ଦରକାର। ଆଉ ଯେତେବେଳେ ମୋ ସାମ୍ନାରେ ପଇସାଟି ପଡ଼ିଗଲା, ତ ମୁଁ ଭାବିଲି ଏ ପଇସାଟିକୁ ନେଇକି ଗୋଟେ ଭିଡ଼ିଓ କରିବି, ଆଉ ଆପଣମାନଙ୍କ ସହିତ ଟିକେ ମଜାକ ସକାଳ ସକାଳ କରିଦେବି। କାହିଁକିନା ମଜାକଟା କରିବା ସମସ୍ତଙ୍କ ସହିତ ଟିକେ ଭଲ ଲାଗେ, କାହିଁକିନା ମଜାକ ସମସ୍ତଙ୍କୁ ଭଲ ଲାଗେ। ଆଉ ଯେଉଁଥିପାଇଁ କି ମୁଁ ଆପଣଙ୍କ ସହିତ ଏଇ ପଇସାକୁ ନେଇ ଗୋଟେ ମଜାକ ମଧ୍ୟ କରିଦେଲି। ଆଉ କିନ୍ତୁ ଏତେ ପର୍ଯ୍ୟନ୍ତ ମୋର କୌଣସି ସୋସିଆଲ ମିଡ଼ିଆ ତରଫରୁ ବା ମୋର ଇନକମ୍ ଆସିନାହିଁ। ତ ଯଦି ବି ଆସିବାର ଥିଲା, ତ ଆପଣମାନେ ଜାଣିଥିବେ ଯେ ଯେତେବେଳେ ମୁଁ ଭାଇରାଲ ଓଡ଼ିଶା ସାଇଟ୍ରେ ଯେଉଁ କାମ କରୁଥିଲି ଫେସବୁକ୍ ପେଜ୍ରେ, ତ ସେଥିରେ ମୋର ବହୁତ ଟଙ୍କାର ମାନେ ୟାର୍ନିଂ ହେଇଥିଲା। ପାଖାପାଖି ଦେଖିବାକୁ ଗଲେ $300 ପାଖାପାଖି ୟାର୍ନିଂ ହେଇସାରିଥିଲା। ଆଉ କମ୍ ସେ କମ୍ ଯଦି 10-15 ଦିନ ଯାଇଥାନ୍ତା, ତ 10-15 ଦିନ ଭିତରେ ମୁଁ ସେ ପଇସା ଗୁଡ଼ିକ ମୋ ଆକାଉଣ୍ଟକୁ ଆଡ଼୍ ହେଇପାରିଥାନ୍ତା। ତେଣୁ ତା ଆଗରୁ ଗୋଟିଏ ନୁହେଁ ଦୁଇଟି ନୁହେଁ, ଯଦି ଭିଡ଼ିଓ ଯଦି ରିପୋର୍ଟ ହେଇଥାନ୍ତା ତାହେଲେ କିଛି କଥା ନଥିଲା। 6-6ଟି ଭିଡ଼ିଓ ମୋ ରିପୋର୍ଟ ହେଇଯାଇଥିଲା। ଆଉ ଯେଉଁଥିପାଇଁ ମୋ ଆକାଉଣ୍ଟଟି ଫେସବୁକ୍ ପେଜ୍ଟି ଫ୍ରି ଯାଇଥିଲା। ଆଉ ବର୍ତ୍ତମାନ ମୋତେ ଏତେ ପର୍ଯ୍ୟନ୍ତ କୌଣସି ସପୋର୍ଟ ମିଳିନାହିଁ, ପଇସା ପତ୍ର ମିଳିନାହିଁ। ଆଉ ବର୍ତ୍ତମାନ ବି ମୁଁ ସେ ଭାଇରାଲ ଓଡ଼ିଶା ନାଁରେ ଯେଉଁ ଆଇଡ଼ିଟା ମୋର ଚାଲିଥିଲା, ତ ସେଇଟା ବି ମଧ୍ୟ ମୁଁ କାମ କରିବା ବନ୍ଦ କରିଦେଇଛି। ସେ ଇନଷ୍ଟା ଫେସବୁକ୍ ଟୋଟାଲ୍ ମୁଁ ସେଥିରେ କାମ କରିବା ବନ୍ଦ କରିଦେଇଛି। ଆଉ ଦେଖିବାକୁ ଗଲେ ପାଖାପାଖି 2 ମାସ ହେଇଯିବ। 2 ମାସ ପାଖାପାଖିରୁ ଏଇ ଆଇଡ଼ିରେ ମୁଁ ମୋ ନିଜ ରିଏଲ୍ ନାମରେ ଯେଉଁ ଆଇଡ଼ିଟି ଖୋଲିଛି, ତ ସେଇ ରିଏଲ୍ ନାମରେ ମୁଁ ବର୍ତ୍ତମାନ କାମ କରୁଛି। ଆଉ ଆପଣମାନେ ବି ନିଶ୍ଚିତ ଭାବରେ ଜାଣିଥିବେ। ଆଉ 2 ମାସ ଭିତରେ ଆପଣମାନଙ୍କର ଏଥିରେ ଯେଉଁ ସପୋର୍ଟ କିମ୍ବା ଯେମିତି ଭଲ ପାଇବା ରହିଛି, ସେଇଟା ଆପଣମାନେ ନିଶ୍ଚିତ ଭାବରେ ଜାଣିଥିବେ। କାହିଁକିନା ଆପଣମାନେ ଯେହେତୁ ସପୋର୍ଟ କରୁଛନ୍ତି ବା ଆପଣମାନଙ୍କର ଭଲ ପାଇବା ଆନ୍ତରିକତା ମୋ ପାଇଁ ଯେତିକି ଆପଣମାନେ 2 ମାସରେ ଦେଇଛନ୍ତି, ତ ସେଇଟା କାହାକୁ ବି ମିଳିନଥିବ। ଆଉ ଖାସ୍ କରି ଦେଖିବାକୁ ଗଲେ ଆପଣମାନଙ୍କର ୟୁଟ୍ୟୁବ୍ରେ ବି ଏତେ ମାତ୍ରାରେ ମୋ ପାଇଁ ସପୋର୍ଟ ରହିଛି ବା ଏତେ ମାତ୍ରାରେ ଭଲ ପାଇବା ରହିଛି, ସେଇଟା ମୁଁ ଦେଖି ଆପଣମାନଙ୍କ ପାଇଁ ଆପଣମାନଙ୍କର ସେ ଭଲ ପାଇବା ମୋ ଦେଖି ମୁଁ ବହୁତ ମଧ୍ୟ ଖୁସି। ଆଉ ଆଶା କରୁଛି କମ୍ ସେ କମ୍ ଆଉ ମୋତେ 2-3 ମାସ ରହିବ ୟୁଟ୍ୟୁବ୍ରେ ସକ୍ସେସ୍ ପାଇବା ପାଇଁ। ତେଣୁ ଆପଣମାନଙ୍କର ଏମିତି ଭଲ ପାଇବା ଆଉ ଆନ୍ତରିକତା ମୋ ଉପରେ ଥାଉ। ଆଉ ମୁଁ ବି ଆପଣମାନଙ୍କ ସହିତ ଏମିତି ନୂଆ ନୂଆ ପ୍ରତିଦିନ ଭିଡ଼ିଓ ନେଇ ଆସୁଥାଏ। ଆଉ ଏମିତି ମଜାକ ଏବଂ ଖୁସିରେ ଏମିତି ଜୀବନଟା ବିତିଯାଉ। ଜୟ ଜଗନ୍ନାଥ।